ଓଂ ସାଇନାଥାୟ ନମଃ। ସାଇ ବିଶ୍ୱାସ ଚ୍ୟାନେଲକୁ ସ୍ୱାଗତମ। ଆପଣମାନଙ୍କୁ ଆଉ ଗୋଟେ ନୂଆ ଭିଡ଼ିଓ ଆଣି ଆସିଅଛି। ଆଜି ମାୟାର ଅଭେଦ ଶକ୍ତି ବିଷୟରେ ଆଜି ଆଲୋଚନା କରିବା। ଆପଣମାନେ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଶୁଣିବେ। ବାବାଙ୍କର ବାଣୀ ସର୍ବଦା ସଂକ୍ଷିପ୍ତ, ଅର୍ଥପୂର୍ଣ୍ଣ, ରୂଢ଼, ସାରଗତ, ନ୍ୟାୟିକ ଥିଲେ। ସେ ସର୍ବଦା ନିଶ୍ଚିନ୍ତ ଏବଂ ନିର୍ଭୟ କରୁଥିଲେ। ତାଙ୍କର ବାଣୀ ଥିଲା, ମୁଁ ଫକୀର ଅଟେ, ନା ମୋର ସ୍ତ୍ରୀ ଅଛି, ନା ଘରଦ୍ୱାର ଅଛି। ସମସ୍ତ ଚିନ୍ତାକୁ ତ୍ୟାଗ କରି ମୁଁ ଗୋଟିଏ ସ୍ଥାନରେ ହିଁ ରହେ। ତଥାପି ବି ମାୟା ମୋତେ କଷ୍ଟ ଦେଉଛି। ମୁଁ ନିଜକୁ ତ ଭୁଲି ଯାଇଛି, କିନ୍ତୁ ମାୟା ମୋତେ ଭୁଲୁ ନାହିଁ। ସେ ମୋତେ ତାର ଜାଲରେ ଭ୍ରମିତ କରୁଛି। ଶ୍ରୀହରିଙ୍କର ଏହି ମାୟା ବ୍ରହ୍ମାଦିକୁ ମଧ୍ୟ ଛାଡ଼େ ନାହିଁ। ମୋ ଭଳି ଫକୀର କଥା କିଏ ପଚାରେ? ତେବେ ଯିଏ ଶ୍ରୀହରିଙ୍କୁ ସ୍ମରଣ କରେ, ସେ ତାଙ୍କର କୃପାରୁ ମାୟାଜାଲରୁ ମୁକ୍ତ ହୋଇଯାଏ। ଏହିପରି ବାବା ମାୟାର ଶକ୍ତିର ପରିଚୟ ପ୍ରଦାନ କରିଥିଲେ। ଭଗବାନ ଶ୍ରୀକୃଷ୍ଣ ଭାଗବତରେ ଉଦ୍ଧବକୁ କହୁଛନ୍ତି କି, ସନ୍ଥ ମୋର ଜୀବିତ ସ୍ୱରୂପ ଅଟନ୍ତି। ବାବାଙ୍କର ମଧ୍ୟ ଭକ୍ତି ଏହା ଥିଲା ଯେ, ସେହି ଭାଗ୍ୟବାନମାନେ ଯେଉଁମାନଙ୍କର ସମସ୍ତ ପାପ ନଷ୍ଟ ହୋଇଯାଇଛି, ସେମାନେ ହିଁ ମୋର ଉପାସନା କରିବାକୁ ଅଗ୍ରସର ହୁଅନ୍ତି। ଯଦି ତୁମେ କେବଳ ସାଇ ସାଇ ସ୍ମରଣ କରିବ, ତାହେଲେ ମୁଁ ତୁମକୁ ଭବସାଗରରୁ ଉଦ୍ଧାର କରିଦେବି। ଏହି ବାକ୍ୟ ଉପରେ ବିଶ୍ୱାସ କର, ତୁମକୁ ଅବଶ୍ୟ ଲାଭ ହେବ। ମୋର ପୂଜା ନିମିତ୍ତ କୌଣସି ସାମଗ୍ରୀ ବା ଅଷ୍ଟକ ଯୋଗର ଆବଶ୍ୟକତା ନାହିଁ। ମୁଁ ତ ଭକ୍ତିରେ ହିଁ ନିବାସ କରେ। ଏବେ ଆଗକୁ ଦେଖିବା ଅନାଶ୍ରୟମାନଙ୍କୁ ଆଶ୍ରୟଦାତା ସାଇ ଭକ୍ତମାନଙ୍କର କଲ୍ୟାଣାର୍ଥେ କ'ଣ କଲେ। ନାରାୟଣ ଗାଁରେ ଜଣେ ମହାନୁଭାବ ଭୀମାଜୀ ପାଟେଲଙ୍କର 1909 ମସିହାରେ ବକ୍ଷସ୍ଥଳରେ ଏକ ଭୟଙ୍କର ରୋଗ ହେଲା, ଯାହା ଆଗକୁ ବଢ଼ି ଯକ୍ଷ୍ମା ରୋଗରେ ପରିଣତ ହେଲା। ସେ ଅନେକ ପ୍ରକାର ଚିକିତ୍ସା କଲେ, କିନ୍ତୁ କିଛି ଲାଭ ହେଲା ନାହିଁ। ଶେଷରେ ସେ ଆଶା ତ୍ୟାଗ କରି ଭଗବାନଙ୍କୁ ପ୍ରାର୍ଥନା କଲେ, ହେ ନାରାୟଣ, ହେ ପ୍ରଭୁ, ହେ ସାଇନାଥ, ମୋ ପରି ଅନାଥକୁ ସହାୟତା କରନ୍ତୁ। ଏହା ସତ୍ୟ ଯେ ଆମେ ଯେତେବେଳେ ସୁଖୀ ଥାଉ, ଭଗବାନଙ୍କୁ ସ୍ମରଣ କରୁନା, ଆଉ ଯେତେବେଳେ ଦୁର୍ଭାଗ୍ୟ ଘେରି ଆସେ ଏବଂ ଦୁର୍ଦ୍ଦଶା ଦେଖାଯାଏ, ସେତେବେଳେ ଭଗବାନଙ୍କୁ ସ୍ମରଣ କରୁ। ଭୀମାଜୀ ମଧ୍ୟ ସେହିପରି ଈଶ୍ୱରଙ୍କ ପ୍ରାର୍ଥନା କର। ତାଙ୍କ ମନକୁ ବିଚାର ଆସିଲା କି, ଶ୍ରୀ ସାଇବାବାଙ୍କର ପରମ ଭକ୍ତ ନାନା ସାହେବ ଚନ୍ଦ୍ରପୁରକୁ ସହିତ ଏକ ବିଷୟରେ ପରାମର୍ଶ କରିବାର ଭଲ ହେବ ଏବଂ ସେ କଥା ଭାବି ସେ ତାଙ୍କର ସମସ୍ୟାର ପୂର୍ଣ୍ଣ ବିବରଣୀ ଲେଖି ନାନା ସାହେବ ନିକଟକୁ ପଠାଇଲେ। ତାଙ୍କର ମାର୍ଗଦର୍ଶନ କରିବାକୁ ଅନୁରୋଧ କଲେ। ପ୍ରତିଭାରେ ନାନା ସାହେବ ଲେଖିଲେ କି, ଏବେ ତ କେବଳ ଗୋଟିଏ ଗାଁ ଉପରେ ଶେଷ ରହିଯାଇଛି ଏବଂ ତାହା ହେଉଛି ଶ୍ରୀ ସାଇବାବାଙ୍କର ଚରଣାମଳରେ ଶରଣାଗତ। ନାନା ସାହେବଙ୍କ ବଚନରେ ବିଶ୍ୱାସ କରି ସେ ଶିରିଡ଼ି ଯିବାକୁ ବାହାରିଲେ। ତାଙ୍କୁ ଶିରିଡ଼ି ନିଆଗଲା ଓ ଶିରିଡ଼ିରେ ପହଞ୍ଚିଲା ପରେ ମସଜିଦରୁ ନେଇ ସେଠାରେ ଶୁଆଇ ଦିଆଗଲା। ନାନା ସାହେବ ଏବଂ ଶ୍ୟାମ ସେଠାରେ ଉପସ୍ଥିତ ଥିଲେ। ବାବା କହିଲେ କି, ଏହା ତାଙ୍କ ପୂର୍ବଜନ୍ମର କୃତକର୍ମର ଫଳ। ଏହି କାରଣରୁ ମୁଁ ଏହି ଝାମେଲାରେ ପଡ଼ିବାକୁ ଚାହୁଁନାହିଁ। ଏକଥା ଶୁଣି ରୋଗୀ ଅତ୍ୟନ୍ତ ନିରାଶ ହୋଇ କରୁଣାପୂର୍ଣ୍ଣ ସ୍ୱରରେ କହିଲା କି, ମୁଁ ବିଲକୁଲ ନିଃସହାୟ ହୋଇପଡ଼ିଛି ଏବଂ ଶେଷ ଆଶା ନେଇ ଆପଣଙ୍କ ଶରଣାପନ୍ନ ହେଉଛି। ଆପଣଙ୍କଠାରୁ ଦୟାର ଭିକ୍ଷା ମାଗୁଛି। ହେ ଜୀବ ଦୀନଙ୍କର ଶରଣ, ମୋ ପ୍ରତି ଦୟା କରନ୍ତୁ। ଏହି ପ୍ରାର୍ଥନାରେ ବାବାଙ୍କର ହୃଦୟ ତରଳିଗଲା ଏବଂ ସେ କହିଲେ, ଆଚ୍ଛା ରୁହ, ଚିନ୍ତା କର ନାହିଁ, ତୁମର ଦୁଃଖ ଶୀଘ୍ର ଦୂର ହୋଇଯିବ। ଯିଏ ଯେତେ ବି ଦୁଃଖିତ ତା ପୀଡ଼ା ହୋଇଥିବାରୁ କାହିଁକି ନା ମୋର ମସଜିଦର ପାହାଚ ଚଢ଼ିଲେ ମାତ୍ର ସେ ସୁଖୀ ହେବ। ମସଜିଦର ଫକୀର ବହୁତ ଦୟାଳୁ ଏବଂ ତୁମର ରୋଗ ମଧ୍ୟ ଭଲ ହୋଇଯିବ। ସେ ତ ସମସ୍ତଙ୍କ ପ୍ରତି ପ୍ରେମ ଓ ଦୟା
ପ୍ରକାଶ କରି ରକ୍ଷା କରନ୍ତି। ରୋଗୀଙ୍କ ପ୍ରତି 5 ମିନିଟରେ ବାନ୍ତି ହେଉଥିଲା, କିନ୍ତୁ ବାବାଙ୍କ ସମ୍ମୁଖରେ ତାର ଆଦୌ ବାନ୍ତି ହେଲା ନାହିଁ। ଯେଉଁ ମୁହୂର୍ତ୍ତରୁ ବାବା ତାଙ୍କର ଶ୍ରୀମୁଖରୁ ଆଶା ଏବଂ ଦୟାପୂର୍ଣ୍ଣ ଶବ୍ଦରେ ଆଶୀଷ ପ୍ରଦାନ କଲେ, ତାହା ପରଠାରୁ ରୋଗ ଛାଡ଼ିବା ଆରମ୍ଭ ହେଲା। ବାବା ରୋଗୀଙ୍କୁ ଭୀମାବାଈଙ୍କୁ ଘରେ ରହିବାକୁ କହିଲେ। ଏହି ସ୍ଥାନ ଏ ପ୍ରକାର ରୋଗୀଙ୍କ ପାଇଁ ସୁବିଧାଜନକ ତଥା ସ୍ୱାସ୍ଥ୍ୟପ୍ରଦ ନଥିଲା, କିନ୍ତୁ ବାବାଙ୍କର ଆଦେଶକୁ ଅନ୍ୟାନ୍ୟ କହିବ କିଏ? ସେଠାରେ ରହିବା ସମୟରେ ବାବା ରୋଗୀ ଦେଖିଲେ ଯେ ସେ ଜଣେ ଛାତ୍ର ଏବଂ ତାଙ୍କର ଶିକ୍ଷକଙ୍କ ସମ୍ମୁଖରେ କବିତା ମୁଖସ୍ଥ କରିନଥିବାରୁ ଦଣ୍ଡସ୍ୱରୂପ ବେତ୍ରାଘାତରେ ଅସହ୍ୟ ଯନ୍ତ୍ରଣା ଭୋଗୁଛନ୍ତି। ସାଇବାବା ଦ୍ୱିତୀୟ ସ୍ୱପ୍ନରେ ସେ ଦେଖିଲେ ଯେ କେହି ଛାତି ଉପରୁ ତଳୁ ଉପର ପଥରରେ ଆଘାତ କରୁଛି, ଯାହାଦ୍ୱାରା ତାଙ୍କ ଶରୀରରେ ଅସହ୍ୟ କଷ୍ଟ ହେଉଛି। ସ୍ୱପ୍ନରେ ଏହି ପ୍ରକାର କଷ୍ଟ ପାଇ ସେ ସୁସ୍ଥ ହୋଇଗଲେ ଏବଂ ଘରକୁ ଫେରିଆସିଲେ। ଏହାପରେ ସେ ମଝିରେ ମଝିରେ ଶିରିଡ଼ି ଆସୁଥିଲେ ଏବଂ ସାଇବାବାଙ୍କ ଦୟାର ସ୍ମରଣ କରି ସାଷ୍ଟାଙ୍ଗ ପ୍ରଣାମ କରୁଥିଲେ। ବାବା ତାଙ୍କର ଭକ୍ତମାନଙ୍କୁ କୌଣସି ବସ୍ତୁର ଆଶା ରଖୁନଥିଲେ। ସେ କେବଳ ସ୍ମରଣ, ଦୃଢ଼ ନିଷ୍ଠା ଓ ଭକ୍ତିର ପିପାସୁ ଥିଲେ। ମହାରାଷ୍ଟ୍ରର ଲୋକେ ପ୍ରତି ପକ୍ଷରେ ଅଥବା ପ୍ରତି ମାସରେ ସତ୍ୟନାରାୟଣ ବ୍ରତ କରୁଥିଲେ, କିନ୍ତୁ ନିଜ ଗ୍ରାମରେ ପହଞ୍ଚିବା ପରେ ଭୀମାଜୀ ପାଟେଲ ସତ୍ୟନାରାୟଣ ବ୍ରତ ସ୍ଥାନରେ ଏକ ନୂତନ ସତ୍ୟସାଇ ବ୍ରତ ଆରମ୍ଭ କଲେ। ଦିନକୁ ଦିନ ସେ ଅତିଶୟ ଦୁର୍ବଳ ହେବାକୁ ଲାଗିଲେ। ତାଙ୍କର ଅବସ୍ଥା ଏପରି ଭୟାବହ ହୋଇଉଠିଲା, ମସ୍ଜିଦ୍ ଯାଇ ବାବାଙ୍କର ଦର୍ଶନ କରିବାକୁ, ସାକ୍ଷାତ କରିବାକୁ ସେ ଉପମା କଲେ। ବାବା ତାଙ୍କୁ କହିଦେଲେ ଯେ ଏହି ସମୟରେ ଆଦେଶ କିପରି ପାଳନ କରିବ। ବୁଝିପାରିଲ ନାହିଁ? ଘରେ ପହଞ୍ଚି ଭାତ ଓ ଦହି ତିଆରି କରି ଲକ୍ଷ୍ମୀ ମନ୍ଦିରକୁ ଗଲେ, ଯେଉଁଠାରେ ଗୋଟିଏ କଳା କୁକୁର ଲାଞ୍ଜ ହଲାଉଥିବ, ତାକୁ ହିଁ ଖାଇବାକୁ ଦେଲେ ତୁମର ରୋଗ ବ୍ୟାଧି ଦୂର ହୋଇଯିବ। ଅନ୍ୟ କୌଣସି ଡାକ୍ତର ବାବାଙ୍କର ଏହି ଔଷଧକୁ ପ୍ରାଣଘାତକ କହିଥାନ୍ତେ କି? କିନ୍ତୁ ବାବାଙ୍କର ଆଦେଶ ପାଳନ କରିବା ଦ୍ୱାରା ଏହା ରୋଗନାଶକ ସିଦ୍ଧ ହେଲା ଏବଂ ଆଶ୍ଚର୍ଯ୍ୟର କଥା ଯେ ତାହା ପରେ ରୋଗ ସମୂଳେ ଭଲ ହୋଇଗଲା। ଆନନ୍ଦରେ ଜଣେ ସ୍ୱାମୀ ବାବାଙ୍କୁ ଦର୍ଶନ ନିମନ୍ତେ ଶିରିଡ଼ି ଆସିଲେ। ତାଙ୍କର କାନରେ ଅସହ୍ୟ ପୀଡ଼ା ହେଉଥିଲା। ସେହିପରି ଗୋଟିଏ ମୁହୂର୍ତ୍ତ ମଧ୍ୟ ବିଶ୍ରାମ କରିବା ତାଙ୍କ ପକ୍ଷରେ କଷ୍ଟକର ଥିଲା। ତାଙ୍କର ଶଲ୍ୟ ଚିକିତ୍ସା ମଧ୍ୟ ହୋଇପାରୁନଥିଲା। କୌଣସି ବିଶେଷ ଉନ୍ନତି ହେଲା ନାହିଁ। ଯନ୍ତ୍ରଣା ଅଧିକ ଦେଉଥିଲା। ସେ କିଂକର୍ତ୍ତବ୍ୟମୂଢ଼ ହୋଇ ଫେରିଯିବା ପାଇଁ ବାବାଙ୍କର ନିକଟକୁ ଅନୁମତି ପାଇଗଲେ। ଏହା ଦେଖି ଶ୍ୟାମ ବାବାଙ୍କୁ ପ୍ରାର୍ଥନା କଲେ। କହିଲେ, ସ୍ୱାମୀଙ୍କ କାନରେ ବିଶେଷ ଯନ୍ତ୍ରଣା ହେଉଛି, ଆପଣ ତାଙ୍କ ପ୍ରତି କୃପା କରନ୍ତୁ। ବାବା ଆଶ୍ୱାସନା ଦେଇ କହିଲେ, ଏକ ପାତ୍ର ଉଠାଇଲେ କି? ଯନ୍ତ୍ରଣା କମିଗଲାଣି, କିନ୍ତୁ ଫୁଲା ଏବେ ବି ଅଛି। ଯାଞ୍ଚ କରିବା ପରେ ଦରବାତ ଉପରେ କୌଣସି ଆବଶ୍ୟକତା ନାହିଁ। ବାବାଙ୍କ ବଚନରେ ଦୃଢ଼ତା। ଆମେ ପୁଣି ଲୋକେ କିପରି ବୁଝିବା? ଆପଣମାନଙ୍କୁ ଯଦି ଭିଡ଼ିଓଟି ଭଲ ଲାଗିଲା, କମେଣ୍ଟ, ଲାଇକ୍ ଆଉ ସବସ୍କ୍ରାଇବ୍ କରିବେ। ଚ୍ୟାନେଲରେ ନୂଆ ଥିଲେ ବେଲ୍ ଆଇକନ୍ କ୍ଲିକ୍ କରିବେ। ଓଁ ସାଇନାଥାୟ ନମଃ। ଓଁ ସାଇନାଥାୟ ନମଃ।